ନାଇଁ, ସବୁ କଥାରେ ଯଦି ବିରୋଧୀ ବାଚସ୍ପତି ଗୃହର ସର୍ବମୟ କର୍ତ୍ରୀ ତେଣୁ ସେ କେମିତି ଗୃହ ଚାଲିବ ବିଧାନସଭା କେମିତି ସୁରୁଖୁରୁରେ ଅଧିବେଶନ ଚାଲିବ ସେ ସମ୍ପର୍କରେ ସମସ୍ତ ନିଜ ନିଷ୍ପତ୍ତି ହେଉଛି ତାଙ୍କର ସେ ନିରପେକ୍ଷ ଭାବରେ କାର୍ଯ୍ୟ କରିବେ ବୋଲି ଆମେ ଆଶା କରିବା। ବିରୋଧୀ ଦଳ ପ୍ରସଙ୍ଗ କରିବେ, ପ୍ରସଙ୍ଗ କଲେ ତ ହୋ ହଲ୍ଲା କରିବେ। ଭାରତୀୟ ଜନତା ପାର୍ଟି ଯେତେବେଳେ ବିରୋଧୀ ଦଳରେ ଥିଲା ସେ କ'ଣ ହୋ ହଲ୍ଲା କରୁନଥିଲେ, ଗୃହ ଅଚଳ କରୁନଥିଲେ? ସେମାନେ ବା 4 ଦିନ 5 ଦିନ ଗୃହ ଅଚଳ କରିଦଉଥିଲେ। ହଁ, ତେଣୁ ଏମାନେ ଯେତେବେଳେ ବିରୋଧୀ ଦଳରେ ଅଛନ୍ତି ସରକାରଙ୍କର ବିଭିନ୍ନ ଦୋଷ ତ୍ରୁଟି ବା ସମସ୍ୟା ପ୍ରସଙ୍ଗ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇକରି ଆଲୋଚନା କରିବା ପାଇଁ ଦାବି କରିବେ। ସରକାର ଯଦି ଆଲୋଚନା ଦାବିକୁ ଗ୍ରହଣ କରିକିରି ମୁଲତବୀ ପ୍ରସ୍ତାବ ହଉ ବା ବିଭିନ୍ନ ପ୍ରସ୍ତାବ ହଉ ଯଦି ମୋସନ ଆସିବ ତାକୁ ଯଦି ଆଲୋଚନାକୁ ନିଶ୍ଚିତ ଭାବରେ ଗୋଟେ ଗଠନମୂଳକ ଭାବେ ଆଲୋଚନା ପାଇଁ ସରକାର ବି ସହମତ ହେବେ, ବାଚସ୍ପତିଙ୍କୁ ଏତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ନାହିଁ। ତେଣୁ ସରକାରଙ୍କ ଉପରେ ନିର୍ଭର କରୁଛି। ବାଚସ୍ପତି ଆଶା କରିବା ନିଷ୍ପକ୍ଷ ଭାବରେ ଗୃହ ପରିଚାଳନା କରିବେ, କରନ୍ତି। ସୁରମା ପାଢ଼ୀ ଜଣେ ଭଦ୍ର ମାନେ ଜଣେ ନ୍ୟାୟବନ୍ତ ମାନେ ଭଦ୍ର ଲେଜିସ୍ଲେଟର ହିସାବରେ ତାଙ୍କର ନାଁ ଅଛି। ମୁଁ ଭାବୁନି ସିଏ ଏଭଳି ଭାବରେ ଏଇ ଯୋଉ କଠୋର କାର୍ଯ୍ୟାନୁଷ୍ଠାନ ସେ ଯୋଉ କହିଦେଇଛନ୍ତି, ହୁଏତ ଅବଶ୍ୟ ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି, ସଂସଦରେ ଦେଖିବାକୁ ମିଳୁଛି, ଅନ୍ୟ ରାଜ୍ୟରେ ଦେଖିବାକୁ ମିଳୁଛି। ବିରୋଧୀ ଦଳର ପାର୍ଟି କଲେ ବା ହୋ ହଲ୍ଲା କଲେ ତାଙ୍କର ସଦସ୍ୟମାନଙ୍କୁ ଗୃହରୁ ନିଲମ୍ବିତ କରିଦିଆଯାଉଛି। ନିଲମ୍ବିତ କରିଦେବାଟା ଗୋଟେ ସମାଧାନ ନୁହେଁ। କୋଉ ପ୍ରସଙ୍ଗକୁ ନେଇକି ସେମାନେ ପାର୍ଟି କରୁଛନ୍ତି, ଆଲୋଚନା କରୁଛନ୍ତି। ଯଦି ଆଲୋଚନା ପାର୍ଟି ହୋ ହଲ୍ଲା କେତେବେଳେ ହୁଏ? ମନେକର ବିରୋଧୀ ଦଳ ଗୋଟେ ପ୍ରସଙ୍ଗ ଆଣିଛି, ମନେକର ନାରୀ ସୁରକ୍ଷା ସମ୍ପର୍କରେ ପ୍ରସଙ୍ଗ ଆସିବ କି ଆଇନ ଶୃଙ୍ଖଳା ଏ ତ ରାଜ୍ୟର ସମସ୍ୟା। ଧାନ ଚାଷୀଙ୍କ ସମ୍ପର୍କରେ ଆସିବ, ତା ଉପରେ ଆଲୋଚନା ହେବା ପାଇଁ ଆବଶ୍ୟକତା ରହିଛି, ଆଲୋଚନା ହେବା ଉଚିତ ବି। ପୋଲାଭରମ ଗୋଟେ ସମ୍ବେଦନଶୀଳ ପ୍ରସଙ୍ଗ, ତା ବିଷୟରେ ବି ଆଲୋଚନା ହେବା ଉଚିତ। ଯଦି ମାନ୍ୟବର ବାଚସ୍ପତି ମହୋଦୟା ଏ ପ୍ରସଙ୍ଗ ଗୁଡ଼ିକୁ ସମ୍ବେଦନଶୀଳତାର ସହିତ ବିଚାର କରିକିରି ଆଲୋଚନା କରେଇବେ, ବିତର୍କ କରେଇବେ, ବିରୋଧୀ ଦଳ କାହିଁକି ହୋ ହଲ୍ଲା କରିକି ଟେବୁଲ ଉପରକୁ ଚଢ଼ିବେ, ତାଙ୍କ ମାଇକି ଭାଙ୍ଗିବେ କି କ'ଣ ହବ? ତେଣୁ ସେଭଳି ପରିସ୍ଥିତି ମୁଁ ଭାବୁଛି ଅନ୍ତତଃ ସୁରମା ପାଢ଼ୀ ଜଣେ ମାନେ ନୀତିନିଷ୍ଠ, ଯେହେତୁ ବିଧାନସଭାର ନୀତି ନିୟମକୁ ସେ ନିଷ୍ଠାର ସହିତ ପାଳନ କରିବାର ଶପଥ ନେଇଛନ୍ତି, ତାଙ୍କଠୁ ଅନ୍ତତଃ ଭାବରେ ଏକପାଖିଆ କୌଣସି କାର୍ଯ୍ୟାନୁଷ୍ଠାନ ଆମେ ଆଶା କରିବା ନାହିଁ। ନିହାତି ଭାବରେ ଗୃହକୁ ସେ ସୁରୁଖୁରୁରେ ଚଳେଇବେ। ଆଶା କରିବା ଗୃହ ବିରୋଧୀ ଦଳ ଓ ଶାସକ ଦଳଙ୍କ ସହମତି ଆଲୋଚନା ଭିତରେ ଗଠନମୂଳକ ଭାବରେ କାର୍ଯ୍ୟ ଚାଲିବ।